ଜୟ ଜଗନ୍ନାଥ। ପିଲାମାନେ, ଠାକୁରଙ୍କ କୃପାରୁ ତୁମେ ସମସ୍ତେ ଭଲ କରିଥିବ ବୋଲି ଆଶା। ଆଜି ତମର ସାହିତ୍ୟ ଥିଲା। ସାହିତ୍ୟର ସେଟ୍ ଏ ର ମୁଁ କ୍ୱେଶ୍ଚିନ୍ ଗୁଡ଼ିକର ଉତ୍ତର ଗୁଡ଼ିକ କହୁଛି। ତୁମେ ତମର ଯୋଉ ଯାହାର ବି ସି ଡି ଯାହାର ଯୋଉ ସେଟ୍ ହେଇଥିବ ତାକୁ ମିଳେଇ ଦବ। ଆଉ ମୁଁ କହିଦଉଛି ହେଲା, କାହାର କଣ କରୁଛ ଦେଖିବା ମିଳେଇ ଦବ। ମୁଁ ଠିକ ଉତ୍ତର ଗୁଡ଼ିକ କହିଦଉଛି ହେଲା। ଦେଖ, 1 ନମ୍ବର ପିଲେ, 1 ନମ୍ବର ଦେଇଛି ଶିକର ସମୀରର ଅର୍ଥ କଣ? ଶିକର ସମୀର ଅର୍ଥ ହଉଛି ପିଲେ ଜଳକଣା ଧାରଣ କରିଥିବା ବାୟୁ। ଅପସନ ବି। ଆଉ ମୁଁ ଲେଖିଦଉଛି, ତମେ ଜଳକଣା ଧାରଣ କରିଥିବା ବାୟୁ। ତାପରେ 2 ନମ୍ବର ପିଲେ, ଉତ୍କଳ ମାତାଙ୍କ ଚକ୍ଷୁ କାହାର ପ୍ରଦର୍ଶନରେ ଉଦ୍ଭାସିତ? ଜ୍ଞାନ ବିଜ୍ଞାନ। ଅପସନ ଡି। ଏଥିରେ ତମର ଯାହାର ଯୋଉଠି ତ ମିଳିବ ଆଉ, ଜ୍ଞାନ ବିଜ୍ଞାନ। ତାପରେ 3, ଶିବଙ୍କ ଠାରୁ ସିଂହନାଦ ମାଗିବା ପାଇଁ ପ୍ରଥମେ କିଏ କହିଲେ? କିଏ କହିଲେ? ସହଦେବ କହିଲେ। ହେଲା, ଅପସନ ଡି ଏଠି। 4 ନମ୍ବର, ଭୀମ କେଉଁ ଦୈତ୍ୟକୁ ମାରି ଶିବଙ୍କୁ ସହାୟତା କରିଥିଲେ? ଅଶ୍ଳେଷା। ଅପସନ ସି। ଅଶ୍ଳେଷା। ଅଶ୍ଳେଷ ଅଛି, ସବୁ ଅଲଗା ଅଛି। ଅଶ୍ଳେଷା। ଅପସନ ସି, ଅଶ୍ଳେଷା। ରାବଣଙ୍କ 2 ମନ୍ତ୍ରୀଙ୍କର ନାମ କଣ? କ୍ୱେଶ୍ଚିନ୍ ନମ୍ବର 5 ହେଲା ଶୁକ ସାରଣ। ପିଲେ ଦେଖ ଏଇଠି, ଅପସନ ସି, ଶୁକ ସାରଣ। ଅପସନ ସି। 6 ନମ୍ବର, ବୁଦ୍ବୁଦ ଶବ୍ଦର ଅର୍ଥ କଣ? ବୁଦ୍ବୁଦ ଶବ୍ଦର ଅର୍ଥ ପିଲେ ପାଣି ଫୋଟକା। ଅପସନ ସି, ବୁଦ୍ବୁଦ ଶବ୍ଦର ଅର୍ଥ ପାଣି ଫୋଟକା। ତାପରେ 7 ନମ୍ବର, କାହା ଆଗମନରେ ଅବନୀ ନିଶ୍ଚଳ ହୋଇଗଲା? ନିଶା ଆଗମନରେ। ଅପସନ ସି, ନିଶା ଆଗମନରେ। ତାପରେ 8 ନମ୍ବର, ଗଲାଣି ତ ଗଲା କଥାରେ ସଂଗାତ କେଉଁ କବି ଲେଖିଛନ୍ତି? କବି ସୂର୍ଯ୍ୟ ବଳଦେବ ରଥ। ହେଲା, ଅପସନ ଡି ଏଠି। ତମର ଯୋଉ ଯାହାର ଯୋଉ ଅପସନ ଥିବ ଦେଖିବ, ଯୋଉ କ୍ୱେଶ୍ଚିନ୍ ଥିବ। ଆଉ କଣ, କିଏ ମା ସୀତାଙ୍କୁ ଶୁଭାଗମନକୁ ଅପେକ୍ଷା କରିଥିଲା ବୋଲି କୁହାଯାଇଛି? ତମସା। ତମସା ନଦୀ। ଅପସନ ସି, ତମସା। ହେଲା। ତାପରେ 10 ନମ୍ବର, ଉଷାଙ୍କ ଚରଣ କଣ ଆହରଣ କରିବେ ବୋଲି ମନା ଅଛି? କରେ ଜ୍ୟୋତି ଆହରଣ। ଜ୍ୟୋତି। ଅପସନ ବି, ଉଷାଙ୍କ ଚରଣ ଜ୍ୟୋତି। ତାପରେ 11 ନମ୍ବର, କେଉଁଠାରେ ଝରଣା ସୃଷ୍ଟି କରିବା କଥା କବି କହିଛନ୍ତି? ମରୁପଥରେ। ଅପସନ ଡି, ମରୁପଥରେ। 12 ନମ୍ବର, କଣ କରି ଭୁବନ ସାରା ହସାଇବା ପାଇଁ କୁହାଯାଇଛି? କଣ ନା ତନ୍ଦ୍ରା ପରଶ ଭିନ୍ନ କରି। 12 ନମ୍ବର ଅପସନ ବି। ହେଲା, ଅପସନ ବି, ତନ୍ଦ୍ରା ପରଶ ଭିନ୍ନ କରି। ହେଲା। 13 ନମ୍ବର, ମନ ସୁଖ ପାଇଁ ସର୍ବସା ମାଟି କଣ ଦେଇଛି? ନଦୀ ସମୁଦ୍ରରେ ହସ କଥା। 13 ନମ୍ବର ଅପସନ ଏ। ହେଲା। ତାର 14 ନମ୍ବର, ଦୁଃଖ ଦଡମଡି ସହିବାକୁ ମତେ ଅର୍ଥ, ଦଡମଡିର ଅର୍ଥ କଣ? ଦଡମଡି ଅର୍ଥ ଜଞ୍ଜାଳ। ଅପସନ ଜି, ଜଞ୍ଜାଳ। 15 ନମ୍ବର ପିଲେ, ଏଇ ପ୍ରଶ୍ନଟା ଟିକେ ଦେଖିବ। 15 ନମ୍ବରଟା, ଅସହଯୋଗ ଆନ୍ଦୋଳନରେ କର୍ମୀଙ୍କ ତ୍ରୁଟି ବିଚ୍ୟୁତିକୁ ଲକ୍ଷ୍ୟ କରି ଲକ୍ଷ୍ମୀକାନ୍ତଙ୍କ କେଉଁ ଲେଖା ପ୍ରକାଶ ପାଇଥିଲା? ପାଇଥିଲା ଅସହଯୋଗୀର ଆତ୍ମକଥା ପାଇଥିଲା। ଏଇଟା ପାଇଥିଲା ମାନେ ଅସହଯୋଗୀର ଆତ୍ମକଥା ପ୍ରକାଶ ପାଇଥିଲା, କିନ୍ତୁ ସେ ଛଦ୍ମନାମରେ ଅସହଯୋଗୀରେ ପ୍ରକାଶ ହେଲା। କେଉଁ ଲେଖା ପ୍ରକାଶ ପାଇଥିଲା? ଛଦ୍ମନାମରେ ଅସହଯୋଗୀ ପ୍ରକାଶ ପାଇଲା, କିନ୍ତୁ ଅସହଯୋଗୀର ଆତ୍ମକଥା ଲେଖିଥିଲେ, ଛଦ୍ମନାମରେ ପ୍ରକାଶ ପାଇଲା ଅସହଯୋଗୀ। ଅପସନ ଏ। 16 ନମ୍ବର, କେଉଁଠି ଲକ୍ଷ୍ମୀକାନ୍ତଙ୍କ ରଚନା? ଚଟକ ଚନ୍ଦ୍ରହାସ ଚମ୍ପୁ। ଅପସନ ସି। ତାପରେ 17 ନମ୍ବର, ବାଦ ବିସମ୍ବାଦ ସତ୍ତ୍ୱେ ପଲିଗ୍ରାମର ନରନାରୀଙ୍କ ଭିତରେ ଜାତି ଧର୍ମ ବିଷୟ କଣ ଥାଏ? ଏକ ପରିବାର। ଏକ ପରିବାର। ଅପସନ ଡି। 18 ନମ୍ବର, ମନୁଷ୍ୟକୁ ସବୁବେଳେ ଯୁକ୍ତିବାଦୀ ଜୀବ ବୋଲି କହିବା ଠିକ ନୁହେଁ। ଏଥିପାଇଁ ପ୍ରାୟ କେଉଁ କାରଣ ଦର୍ଶାଇଛନ୍ତି? କାହିଁକି ନା ସେ ବହୁ ପରିମାଣରେ ଗତାନୁଗତିକର ଦାସ। ଗତାନୁଗତିକ ଦାସ। ଅପସନ ଏ। ହେଲା। ତାପରେ ଦେଖ 19 ନମ୍ବର, ସଭ୍ୟତା ବିଜ୍ଞାନ ପ୍ରବନ୍ଧୀ କେଉଁ ପତ୍ରିକା ପ୍ରକାଶ ପାଇଥିଲା? ଉତ୍କଳ ସାହିତ୍ୟ ପତ୍ରିକାରେ। ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା। 20 ନମ୍ବର,
ପ୍ରାବନ୍ଧିକଙ୍କ ମତରେ ଜଳ ବିଜ୍ଞାନ କେତେରେ ବିଭକ୍ତ? ଜଳ ବିଜ୍ଞାନ 2 ଭାଗରେ ବିଭକ୍ତ ହେଲା, ଅପସନ ଏ। ତାପରେ 21 ନମ୍ବର, ଫକୀର ମୋହନଙ୍କ ପରି ଯେଉଁମାନେ ଓଡିଆ ଭାଷା ପାଇଁ ଚିନ୍ତା କରୁଥିଲେ ସେମାନେ କଣ କୁହାଯାଉଥିଲା? ସେମାନଙ୍କୁ କୁହାଯାଉଥିଲା ରିଙ୍ଗ ଲିଡର, ଅପସନ ସି ରିଙ୍ଗ ଲିଡର କୁହାଯାଉଥିଲା। 22, କିଏ ନିଜର ମାତୃଭାଷା ବଙ୍ଗଳାରେ ଲେଖିବା ପାଇଁ ଓଡିଆରେ ଲେଖିବା ଛାଡି ଦେଇଥିଲେ? ଅନ୍ନଦାସଙ୍କର ରାୟ, ଅପସନ ସି ଅନ୍ନଦାସଙ୍କ ରାୟ ହେଲା। ତାପରେ ବିବେକାନନ୍ଦ ସନ୍ନ୍ୟାସ 23 ନମ୍ବର, ବିବେକାନନ୍ଦ ସନ୍ନ୍ୟାସ ଗ୍ରହଣ କରିବା ପରେ କେବେ ପ୍ରଥମ ପରିଭ୍ରମଣ ବାହାରିଥିଲେ? 1886 ପିଲେ, 23 ନମ୍ବର ଅପସନ ବି ହେଲା। ତାପରେ 24 ନମ୍ବର, ମଣିଷକୁ ନବଦଳେଇ କଣ ଭାଙ୍ଗିବା ସହଜ ନୁହେଁ ବୋଲି ପ୍ରାୟୋଦକ କହିଛନ୍ତି? ପୁରୁଣା ସମାଜ, ଅପସନ ଡି, ଅପସନ ଡି। 25 ନମ୍ବର, କେଉଁ ପତ୍ରିକାର ପ୍ରକାଶନ ବର୍ଷ ତ୍ରୁଟିଯୁକ୍ତ? ପିଲେ ସବୁ ଠିକ ଯେ ଏଇଟା ଉତ୍ତର ହବ ବି, ଉତ୍କଳ ସାହିତ୍ୟ। ଏଟା 1868 ହେଲେ କି ସେଟା ଭୁଲ ହବ ହେଲା, ସେଟା ହବ 1897 ହେଇଥାନ୍ତା, ଏଇଗୋଟା ଭୁଲ, ଏଇଗୋଟା ଉତ୍ତର ଏଇଟା। କେଉଁଠି ଗଙ୍ଗାଧରଙ୍କ ରଚନା ନୁହେଁ? 26 ନମ୍ବର ଦେଖ ପିଲେ, ବସନ୍ତ କୋକିଳ ନୁହେଁ, ଉତ୍ତର ଏଇଟା ଅପସନ ବି। କେଉଁଠି ଗଙ୍ଗାଧର ରଚନା ନୁହେଁ? ବସନ୍ତ କୋକିଳ। ତାପରେ 27 ନମ୍ବର, ଗାଳ୍ପିକ କାଠ ଗଳ୍ପରେ କଣ ଦେଖିବାକୁ ଚାହିଁଛନ୍ତି? ଦେଖାଇବାକୁ ଚାହିଁଛନ୍ତି ନା? ଅପସନ ଏ ଶିକ୍ଷିତ ମଣିଷର ଶଠତା ଓ ସ୍ୱାର୍ଥପରତା। 28 ନମ୍ବର, ଶେଷରେ କାଠ ଚିରା ପାଇଁ କେତେ ମୂଲ୍ୟ ଦେବାକୁ ସ୍ଥିର ହେଲା? 3 ଟଙ୍କା 12 ଅଣା, 3 ଟଙ୍କା 12 ଅଣା। ତାପରେ 29, ରାଜେଶ୍ୱରୀ ଦେବୀ କେତେ ଜଣ ଯୋଦ୍ଧା ନେଇ ସମ୍ମୁଖ ସମରକୁ ଯିବା ପାଇଁ ପ୍ରସ୍ତୁତ ହେଲେ? 12 ଜଣ ଯୋଦ୍ଧାଙ୍କୁ ହେଲା, ଅପସନ ବି, 29 ନମ୍ବର ଅପସନ ବି ହେଲା। 30 ନମ୍ବର, ମୁଁ 30 ନମ୍ବର, ମୁଁ କଳିଙ୍ଗ ପ୍ରଜାଙ୍କ ପ୍ରଶଂସା ଶୁଣିବାକୁ ଏଠୁ ଡାକି ନାହିଁ, ଏ କଥା କିଏ କହିଥିଲେ? ଅଶୋକ କହିଥିଲେ, ଏ କଥା ଅଶୋକ କହିଥିଲେ ହେଲା। ତାପରେ 31 ନମ୍ବର, ବେଲ ଅଶ୍ୱତ୍ଥ ବଟବୃକ୍ଷ ଗଳ୍ପର ଆରମ୍ଭରେ କେଉଁ ଗ୍ରନ୍ଥରୁ ଉଦ୍ଧୃତ ହେଇଛି? ଭାଗବତ, ଭାଗବତ ଅପସନ ଡି। ତାପରେ 32, ବୁଦ୍ଧ ଓ ମହାବୀର ଜିନ କେଉଁ ବୃକ୍ଷ ତଳେ ସିଦ୍ଧ ପାଇଥିଲେ? ଅଶ୍ୱତ୍ଥ ବୃକ୍ଷ ତଳେ, ଅପସନ ବି। 33 ନମ୍ବର, କିଏ କଲମଟି ବିକ୍ରି କରି ଦେଇଥିବା କଥା ପଠିତ କୁହାଯାଇଛି? ପ୍ରୀତି, ପ୍ରୀତି ବିକି ଦେଇଥିଲା, 33 ନମ୍ବର ଅପସନ ବି ହେଲା। 34 ନମ୍ବର, ମହାପାତ୍ର କାହା ଉଦ୍ଦେଶ୍ୟ କହିଲେ ଯେ ଭାରି କ୍ଷୀଣ ରାଇ ଠିକ ତା ବୋଉ ପରି? ବେବି ଉଦ୍ଦେଶ୍ୟରେ କହିଲେ, ବେବି ଅପସନ ବି, 34 ନମ୍ବର ଅପସନ ବି। 35 ନମ୍ବର ଦେଖ, ଚିହ୍ନିବେନି? ନିଶ୍ଚୟ ଚିହ୍ନିବେ, ରକ୍ତଗୁଣ ରକ୍ତକୁ ଟାଣିବନି, ଏ କାହାର ଉକ୍ତି? ଧର୍ମାର ମା କହିଥିଲା, ଅପସନ ସି। 36 ନମ୍ବର ଦେଖନ୍ତୁ ପିଲେ, ଯାହା ପରେ ଯେଉଁ ପଦ ରହିଲେ ବାକ୍ୟର ଭାବ ସ୍ପଷ୍ଟ ରୂପେ ପ୍ରକାଶ ହୁଏ ସେଇ ପଦ ବିନ୍ୟାସକୁ କଣ କୁହାଯାଏ? ଆସତି, ଅପସନ ସି। 37 ନମ୍ବର, ଜେଜେ ଆସିଛନ୍ତି ଓ ଆମେ ସମସ୍ତେ ଖୁସି ଅଛୁ, ଏଟା ହଉଛି ଗୋଟେ ଯୌଗିକ ବାକ୍ୟ, ସେଇଠି ଓ ଲାଗିଛି ହେଲା, ଏଟା ହେଲା ଯୌଗିକ ବାକ୍ୟ, ଅପସନ ଡି। ତାପରେ 38 ନମ୍ବର ଦେଖ, ସତରେ ତମେ ଆସିଛ, ଏହା କେଉଁ ପ୍ରକାର ବାକ୍ୟ? ଆସିଛ, ବିସ୍ମୟ ସୂଚକ ଚିହ୍ନ ଦିଆହେଇଛି, ଏଠି ବିସ୍ମୟ ସୂଚକ ହେଲା। ତାପରେ 39 ନମ୍ବର, ପବନର ପ୍ରତିକୂଳରେ ସାଇକେଲ ଚଳାଇବା କଷ୍ଟକର, ବାକ୍ୟଟି ସଂଗ୍ରହ କାହା ଦ୍ୱାରା ହେଇଛି? ଉପସର୍ଗ ଦ୍ୱାରା ହେଇଛି ହେଲା, ପ୍ରତିକୂଳରେ, ଅପସନ ଡି। ଣତ୍ବ ବିଧି କଣ? ଣତ୍ବ ବିଧିରେ ନ ସ୍ଥାନରେ ଣ ହେବା, ନ ସ୍ଥାନରେ ଣ ହେବା ହେଲା। ତାପରେ 41 ନମ୍ବର, ସାତ ପ୍ରତିଯୁକ୍ତାରେ କଣ ହୁଏ? ସ ହୁଏ ନାହିଁ, ସ ଏ ଦନ୍ତେଶଟା ଅପସନ ବି ଟା ଠିକ ହେଲା। ତାପରେ କେଉଁଟି ଶୁଦ୍ଧ ଶବ୍ଦ ହେଲା? ଅପସନ ସି ଯାଜ୍ଞ ସେନୀ, ପିଲେ ଦେଖ ଏଇଠି ଯାଜ୍ଞ ସେନୀ, ନରେ ଦୀର୍ଘଇକାର, ଏଇଠି ଯାଜ୍ଞ ସେନୀ। ତାପରେ 43 ନମ୍ବର ଦେଖ, 43 ନମ୍ବର ଦେଖ, କେଉଁଟି ଶୁଦ୍ଧ ରୂପ? ଏଇଠି ଅପସନ ବି ଗୋଲୋକ ବିହାରୀ, ଅପସନ ବି ଗୋଲୋକ ବିହାରୀ। ଚୋଖୀ ରାଗର ଛନ୍ଦ ସମୟରେ କେଉଁ ବାକ୍ୟ ଠିକ? ବୋଲେ ଏଇ ଯୋଉ ଇଏ ତ ସବୁ ଠିକ ଅଛି, କେଉଁଟି ଠିକ ନୁହେଁ? ଏଇଟା ଅପସନ ଡି, ଚତୁର୍ଥ ପଦରେ 15ଟି ଅକ୍ଷର 13ଟି ଅକ୍ଷର 15ଟି ଲାଗିଛି, ତାହେଲେ ଉତ୍ତର ହବ ଏଇଟା ଭୁଲ ହେଲା, ଏଇଟା ଠିକ ନୁହେଁ। ତାପରେ ବରଜୀବର ସେ ଦେଇ ମାନସ, ବରଜୀବର ସେ, ଏଟା ଯମକ, ଆଦ୍ୟ ଯମକ, ବରଜୀବ ବରଜୀବ, ଏଟା ଯମକ, ଏଟା ହେଲା ଯମକ। 46, ଉତ୍ତରେଖାଳଙ୍କରେ କଣ ହୁଏ? ପ୍ରକୃତ ବସ୍ତୁର ଅପ୍ରକୃତ ବସ୍ତୁରେ ତର୍କଣା, ଅପସନ ବି। ତାପରେ ଦେଖ, ଓଡିଆ ଭାଷାରେ କେଉଁ ରୂଢି ଦେଖିବାକୁ ମିଳେ ନାହିଁ? ଏଇ ନିରବ ଅର୍ଥ ପ୍ରକାଶ, ଇଏ କ୍ରିୟାହୀନ ଅଛି, ଏଇଟା ଡି। ତାପରେ ଦେଖ 48 ନମ୍ବର, ଛୁଞ୍ଚି ମାଛି ପରୀକ୍ଷା ଅର୍ଥ କଣ? ତନ ତନ ପରୀକ୍ଷା, ତନ ତନ ପରୀକ୍ଷା। 49 ନମ୍ବର, ଓଟ ମୁହଁରେ ଜିରା ଅର୍ଥ
ଅଧିକ ଆଶାୟୀକୁ କମ ମିଳିବା, ଏଟା ଅଟୋମୋବାଇଲ ହେଲା। ଫୁଲ ଯୋଗୁ ଗଭା ପଣ୍ଡିତ ଯୋଗୁ ସଭା, ଏଟା ହଉଛି ଉଭୟ ସ୍ୱଭାବ ଅର୍ଥ ହବ। ଅପସନ ଏ। କ୍ଲିୟର? ଭଲ କରିଥିବ ବୋଲି ମୋର ଆଶା ହେଲା। ଦେଖିବ ତାପରେ ଆଗକୁ ପ୍ରଶ୍ନ ହବ। ବର୍ତ୍ତମାନ ଇଂଲିଶ ପଢ, ଦେଖ ମୁଁ ଯାହା ଆଲୋଚନା କରିଥିଲି ପ୍ରାୟ ବହୁତ କୋଶ୍ଚିନ୍, ସେଥିରୁ 45, 42, 43ଟା କୋଶ୍ଚିନ୍ ଆସିଥିଲା ସବୁ ହେଲା। ଥ୍ୟାଙ୍କ ୟୁ।